କାହାଣୀ ଭଗବାନ ଦର୍ଶନ। ଗୁରୁଜୀ ଏଫ୍ ୟୁରୋପର ପ୍ରସିଦ୍ଧ ଚିନ୍ତକ ଏବଂ ଦାର୍ଶନିକ ଥିଲେ। ଥରେ ଜଣେ ବ୍ୟକ୍ତି ତାଙ୍କୁ ବାରମ୍ବାର ଅନୁଗ୍ରହ କଲା ଭଗବାନଙ୍କ ଦର୍ଶନ କରାଇ ଦେବା ପାଇଁ। ସେ ବାରମ୍ବାର କହିଲା ପରେ ଗୁରୁଜୀ ଏଫ୍ ତାକୁ ଦିନେ ଗୋଟିଏ କେନାଲ କୂଳକୁ ନେଇଗଲେ। କେନାଲଟି ଶୁଖିଲା ଥିଲା ଏବଂ ସେଇଥିରେ ଅଳ୍ପ ସମୟ ପରେ ପାଣି ଛଡ଼ାଯିବାର ଥିଲା। ଗୁରୁଜୀ ଏଫ୍ ସେହି ବ୍ୟକ୍ତିକୁ କେନାଲ ମଝିରେ ଛିଡ଼ା ହେବାକୁ କହିଲେ। ଅଳ୍ପ ସମୟ ପରେ ପାଣି ଛଡ଼ାଗଲା ଏବଂ ସେହି ବ୍ୟକ୍ତି ଧୀରେ ଧୀରେ ବୁଡ଼ିବାରେ ଲାଗିଲା। ଯେବେ ପାଣି ତା'ର ଛାତି ଉପରକୁ ଉଠିବାକୁ ଲାଗିଲା ତ ସେ ବିଚଳିତ ହୋଇଗଲା ଏବଂ ପଳାୟନର ଚେଷ୍ଟା କରିବାକୁ ଲାଗିଲା। ଗୁରୁଜୀ ଏଫ୍ ତାକୁ ରକ୍ଷା କରିବା ପରିବର୍ତ୍ତେ ତା କାନ୍ଧ ଉପରେ ଚଢ଼ିଗଲେ ଏବଂ ତାକୁ ସେହି ପାଣି ମଝିରେ ଠିଆ ହେବାକୁ ବାଧ୍ୟ କଲେ। ଏବେ ତ ସେହି ବ୍ୟକ୍ତି ବହୁତ ଛଟପଟ ହୋଇଗଲା ଏବଂ ଗୁରୁଜୀ ଏଫ୍କୁ ଧକ୍କା ଦେଇକି କୂଳକୁ ଆସିଗଲା। କୂଳକୁ ଆସି ସେ ଗଭୀର ଶ୍ୱାସ ନେଇ କହିଲା, ଗୁରୁଜୀ ଏଫ୍, ଆପଣ ତ ବଡ଼ ବିଚିତ୍ର ଲୋକ। ଭଲା ଏପରି କ'ଣ ଭଗବାନ ଦେଖାଯାଆନ୍ତି? ଗୁରୁଜୀ ଏଫ୍ ଧୀରେ ଧୀରେ ତା ପିଠି ଉପରେ ହାତ ବୁଲାଇ କହିଲେ, ବନ୍ଧୁ, ପାଣିରୁ ବାହାରିବା ପାଇଁ ତୁମର ଯେତିକି ବ୍ୟାକୁଳତା ଥିଲା, ସେତିକି ଯଦି ଆତୁରତା ଭଗବାନଙ୍କ ସହିତ ସାକ୍ଷାତ କରିବା ପାଇଁ ହୁଅନ୍ତା, ତାହେଲେ ତୁମେ ମୋତେ ତାଙ୍କର ଠିକଣା ପଚାରନ୍ତ ନାହିଁ। ଭଗବାନ ଭକ୍ତିର ଇଚ୍ଛୁକ ଅଟନ୍ତି। ଯଦି ହୃଦୟରୁ ତାଙ୍କୁ ଡକାଯାଏ, ସେ ତୁରନ୍ତ ଭକ୍ତ ପାଖକୁ ଟାଣି ହୋଇ ଆସନ୍ତି। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।